ଆଦର୍ଶ ଦାଦିମାକୁ କହିବେ, ଦାଦିମା, ରୁବି ମାଉସୀ ତାଙ୍କୁ ଆଉ ତାଙ୍କ ପରିବାରକୁ ବହୁତ ଟର୍ଚର କରିଛନ୍ତି, ଆଉ ସେଇଥିପାଇଁ ତାଙ୍କ ଅତ୍ୟାଚାର ସହି ନ ପାରି ଖୁଡ଼ି ଏ ଘର ଛାଡ଼ି ଚାଲି ଯାଇଛନ୍ତି। ତାପରେ ଦାଦିମା କହିବେ, କ'ଣ କହିଲୁ ନାତିଆ? ମମତା ଆଉ ତା ପରିବାର ଉପରେ ରୁବି ଅତ୍ୟାଚାର କରିଛି? ଆରେ ସେ ତ ଏଇ ଘରେ ଦୟାରେ ମୁଣ୍ଡ ଗୁଞ୍ଜି ପଡ଼ିକି ରହିଛି। ତ ଇଏ ଖାଦ୍ୟ ଚୋରଣୀ ପୁଣି ଏ ଘର ଲୋକଙ୍କ ଉପରେ କେମିତି ଅତ୍ୟାଚାର କଲା? ମୁଁ ବୁଝିପାରୁଛି କିଛି ଅଇଁଠାଖିଆ ଲୋକଙ୍କ ପାଇଁ ଘର କେମିତି ଭାଙ୍ଗେ। ସେ କଥା ମୁଁ ତମ ସମସ୍ତଙ୍କ ମୁହଁ ଦେଖିକି ଜଲ ଜଲ କିନା ବୁଝିପାରୁଛି। ଏମିତି କହି ଦାଦିମା ରୁବିକୁ କହିବେ, ଏ ଖାଇବା ଚୋରଣୀ, ତତେ ଟିକେ ବି ଲାଜ ଲାଗୁନି? ଯାହା ଘରେ ମୁଣ୍ଡ ପୋତିକି ପଡ଼ିଛୁ ସେ ଘର ଲୋକଙ୍କ ମଝିରେ ପାଚେରୀ ଠିଆ କରିଦେଇଛୁ। ମୁଁ ତତେ ଦେଖିକି ବୁଝି ଯାଇଥିଲି ଯେ ତୁ ଏଠି ଅଛୁ ମାନେ ତୁ ନିଶ୍ଚୟ ତ ପ୍ରକୃତି ଦେଖେଇଥିବୁ। ଏମିତି କହି ଦାଦିମା ମାୟାକୁ କହିବେ, ମାୟା, ମୁଁ ଭାବିଥିଲି ଯେ ତୋ ଉପରେ ମୁଁ ରାଗିବିନି, କିନ୍ତୁ ମୋତେ ବାଧ୍ୟ କରିଦେଲୁ ରାଗିବାକୁ। ମୁଁ ଜାଣେ ଯେ ତୁ ସେମିତି ନୁହଁ, କିନ୍ତୁ ତୋର ଏ ଭଉଣୀ ଚୋରଣୀ ସେଇ ତୋ ମୁଣ୍ଡରେ ବିଷ ପୂରେଇଛି, ବିଷ। ମାୟା, ତୁ ମୋତେ କହୁଥିଲୁ ନା ଯେ ମୁଁ ଯେମିତି ଏ ଘରେ ଦଖଲ ଅନ୍ଦାଜି ନ କରେ। ତୁ ତୋ ଭଉଣୀକୁ କହ ସେ କେବଳ ତା ନିଜ କଥା ବୁଝୁ, ଆଉ ସେ ବି ଏ ଘର କଥାରେ ମୁଣ୍ଡ ନ ପୁରାଏ, ହେଲା? ବୁଝେଇ ଦେ ତାକୁ। ଆଉ ହଁ ମାୟା, ତୁ ହିଁ ମମତା ଆଉ ବିନୋଦକୁ ଏ ଘରକୁ ଫେରେଇ ଆଣିବୁ। ସେସବୁ କାମ ତୁ କେମିତି କରିବୁ ମୁଁ ସେସବୁ କଥା ଜାଣିନି। ତତେ ଯଦି ସେମାନଙ୍କ ପାଖରେ ହାତ ଗୋଡ଼ ଯୋଡ଼ିବାକୁ ପଡ଼େ ତୁ କର, ମୋତେ କିନ୍ତୁ ସେ 2 ଜଣଙ୍କୁ ଏ ଘରକୁ ଆସିବା ଦରକାର। ତାପରେ ମମତା ବିନୋଦକୁ ମେଡ଼ିସିନ ଖାଇବାକୁ ଦେବେ। ତାପରେ ବିନୋଦ ମେଡ଼ିସିନ ଖାଇବେ। ତାପରେ ମମତା କହିବେ, ଡିନର ସରିଲା, ମେଡ଼ିସିନ ବି ଖାଇସାରିଲ, ଏବେ ଚୁପଚାପ ଶୋଇପଡ଼। ସେ ମୋବାଇଲ ଦେଖି ଦେଖି ରାତି ଅନିଦ୍ରା ହେବା କିଛି ବି ଦରକାର ନାହିଁ। ତାପରେ ବିନୋଦ କହିବେ, ହଁ ଯେ ଏପର୍ଯ୍ୟନ୍ତ ଗୌରବ ଆସିନି, ଏତେବେଳୁ ଯାଇ ଶୋଇପଡ଼ିବି। ତାପରେ ଗୌରବ ଆସିବେ ଆଉ କହିବେ, ମୁଁ ଆସିଗଲିଣି ବାପା। ତାପରେ ମମତା କହିବେ, ଯା ହଉ ତୁ ଠିକ୍ ସମୟରେ ଆସି ପହଞ୍ଚିଗଲୁ ଗୌରବ। ଯା, ଗୋଡ଼ ହାତ ଧୋଇକି ଫ୍ରେଶ ହେଇକି ଆସ, ମୁଁ ତୋ ପାଇଁ ଖାଇବା ବାଢ଼ି ଦଉଛି। ତାପରେ ଗୌରବ କହିବେ, ନାହିଁ ମା, ମୁଁ ସନ୍ଧ୍ୟାରେ ବହୁତ ଗୁଡ଼ାଏ ଖାଇ ଦେଇକିରି ଆସିଛି, ଏବେ ମୋତେ ଜମାରୁ ବି ଭୋକ ନାହିଁ। ଏମିତି କହି ଗୌରବ ଚାଲିଯିବେ। ତାପରେ ବିନୋଦ କହିବେ, ଗୋଡ଼ାଇ ଖାଇ ଦେଇକିରି ଆସିଛି, ଭୋକ ନାହିଁ। ତାପରେ ମମତା କହିବେ, ଏବେ ସେ ଘରେ ଖୁସିର ମାହୋଲ ନା? ରିମଝିମ୍ ସେଇଠି ଅଛି। ସେ ଗୌରବକୁ ପେଟ ପୂରାଏ ନ ଖୁଆଇ କ'ଣ ଛାଡ଼ିଥିବ? ତାପରେ ବିନୋଦ କହିବେ, ଘରେ ଏବେ ପୂଜାର ମାହୋଲ ନା, ସମସ୍ତେ ଖୁସିରେ ଥିବେ। ସେଠି ଏମିତି ପରିସ୍ଥିତିରେ ପରିବାର ସମସ୍ତେ ଏକାଠି ଏକ ମନ ଏକ ହୃଦୟ ହେଇ ପରିବାରରେ ପୂଜାରେ ବସିବା କଥା। ତାପରେ ଗୌରବ ଆସିବେ ଶୋଇବା ପାଇଁ। ତାପରେ ବିନୋଦ ଗୌରବକୁ କହିବେ, ଗୌରବ। ତାପରେ ଗୌରବ କହିବେ, ଆଜ୍ଞା ବାପା। ପୁଣି ବିନୋଦ କହିବେ, ସେଠିକାର ଖବର କ'ଣ? ତାପରେ ମମତା କହିବେ, ପୂଜା ପାଇଁ ସମସ୍ତେ ଆୟୋଜନରେ ପୁରା ଲାଗି ପଡ଼ିଥିବେ ନା? ଘରେ ସମସ୍ତେ ବହୁତ ଖୁସିରେ ଥିବେ ନା? ଘରେ କିଛି ଓକେଜନ ହେଲେ ସବୁଠୁ ବେଶୀ ଖୁସି ଦିଦି ହେଇଥାନ୍ତି, ନୁହେଁ ଗୌରବ? ତାପରେ ଗୌରବ କହିବେ, ହଁ। ଏମିତି କହି ଗୌରବ ଶୋଇବେ। ତାପରେ ମମତା କହିବେ, ଆରେ ଇଏ କ'ଣ? ଆମେ ତ କ'ଣ ପଚାରୁଛୁ ତ ତୁ ଏନ୍ସାର ନ ଦେଇ ଶୋଇପଡ଼ୁଛୁ? ମାନେ ଦିଦି ମୋ ବିଷୟରେ କିଛି ପଚାରୁଥିଲେ କି? ମାନେ ଏମିତି ସମୟରେ ମୁଁ ଥିଲେ ତାକୁ ସାହାଯ୍ୟ କରିଥାନ୍ତି, ଏ ବିଷୟରେ କିଛି ପଚାରୁଥିଲେ କି? ତାପରେ ଗୌରବ କହିବେ, ନାହିଁ ତ। ତାପରେ ବିନୋଦ କହିବେ, କେହି ନହେଲେ ବି ଭାଇ ଆଉ ଆଦର୍ଶ ଆମ କଥା ନିଶ୍ଚୟ ମନେ ପକାଉଥିବେ, ନୁହେଁ ଗୌରବ? କିଛି କହିଲେ ସେମାନେ? ତାପରେ ଗୌରବ କହିବେ, କେହି ମୋତେ କିଛି କହୁନଥିଲେ ବାପା। ତାପରେ ମମତା କହିବେ, ଆଚ୍ଛା, ପଲ୍ଲବୀ କିଛି କହୁଥିଲା? ତାପରେ ଗୌରବ କହିବେ, ନାଇଁ ମା, କେହି କିଛି ବି କହୁନଥିଲେ। ତମେମାନେ ସେ ଘର କଥା ଏତେ କାହିଁକି ଚିନ୍ତା କରୁଛ? ତାପରେ ବିନୋଦ କହିବେ, ନାଇଁ ନାଇଁ, ସେଠି ପୂଜା ହଉଛି ତ। ତାପରେ ଗୌରବ କହିବେ,
ପୂଜା ସେଇ ଘରେ ହେଉଛି ବାପା। ସେମାନେ ତାଙ୍କ କଥା ବୁଝିବେ। ତମେ 2 ଜଣ ଶୋଇପଡ଼। ତାପରେ ମମତା କହିବେ, ଆଚ୍ଛା, ପୂଜା ପାଇଁ କାମ ସବୁ ସେଠି ଆରମ୍ଭ ହେଇଗଲାଣି ନା? ତାପରେ ଗୌରବ କହିବେ, ଏବେଠୁ କୁଆଡ଼େ? ଆରେ ଆଜି ସେଠିକି ବାପାଙ୍କ ପିଇସୀ ସୁଲଗ୍ନା ଦାଦିମା ଆସିଛନ୍ତି। ସେ ହିଁ ପୂଜାର ସବୁ ଦାୟିତ୍ୱ ନେବେ। ସେ ଲିଷ୍ଟ ବନେଇବେ, କିଏ କ'ଣ କ'ଣ କାମ କରିବ, ସେ ସମସ୍ତଙ୍କୁ ଡିଷ୍ଟର୍ବାନ୍ସ କରିବେ। ପୂଜା ସାମଗ୍ରୀ କୋଉଠୁ ଆସିବ, କ'ଣ କ'ଣ ଆସିବ, କେତେବେଳେ ଆସିବ, ସେ ସବୁ ଠିକ୍ କରି ସାରିଲା ପରେ ଯାଇକି ପୂଜା ଆରମ୍ଭ ହେବ। ଆଚ୍ଛା ମା, ମୁଁ ଶୋଇବି। ମୋତେ ବହୁତ ଜୋରରେ ନିଦ ଲାଗିଲାଣି। ଏମିତି କହି ଗୌରବ ଶୋଇପଡ଼ିବେ। ତାପରେ ବିନୋଦ କହିବେ, ପିଇସୀ ମା ଆସିଲେ, ଅଥଚ ସେ କଥା ଆମକୁ କେହି ବି ଟିକେ ବି ଜଣେଇଲେନି। ଆଉ ପିଇସୀ ମାଙ୍କର ବି ଆମ କଥା ଟିକେ ବି ମନେ ପଡ଼ିଲାନି। ତାପରେ ମମତା କହିବେ, ବୋଧହୁଏ ଆମକୁ ଏମିତି ହିଁ ବଞ୍ଚିବାକୁ ପଡ଼ିବ ବିନୋଦ। ଆମେ ସେ ଘର ଛାଡ଼ିକି ଆସିଲେ ନା, ଆମକୁ ଏବେ ସେମାନଙ୍କ ବିନା ବଞ୍ଚିବା ଅଭ୍ୟାସରେ ପକେଇ ଦେବା ପାଇଁ ପଡ଼ିବ। ଚାଲ ଶୋଇପଡ଼। ଏମିତି କହି 2 ଜଣ ଶୋଇପଡ଼ିବେ। ତାପରେ ନୀଲମ ତାଙ୍କ ରୁମ୍ରେ ଶୋଇଥିବେ। ତାପରେ ରୁବି ଆସି ଲାଇଟ୍ ଅନ୍ କରିଦେବେ। ତାପରେ ନୀଲମ କହିବେ, ଓହୋ ମାମା, ଲାଇଟ୍ କାହିଁ ଅନ୍ କଲ? ତାପରେ ରୁବି କହିବେ, ତୋ ଆଖିକୁ ସିନା ନିଦ ଆସୁଛି, କିନ୍ତୁ ଆଜି ଯାହା ହେଲା ତାପରେ ମୋ ଆଖିକୁ ନିଦ ଆସୁଛି ବା କୋଉଠୁ? ତାପରେ ନୀଲମ କହିବେ, ମାମା, ତମେ ଭୁଲି ଯାଉଛ କାହିଁକି? ସେ ବୁଢ଼ୀ ଅସୁରୁଣୀ ଆଜି ଆମ ପାଖରେ ଶୋଇବ ବୋଲି ନିଷ୍ପତ୍ତି ନେଇଛି। ଯଦି ଆମେ ଲାଇଟ୍ ଅନ୍ କରିକି ଶୋଇବା, ତାହେଲେ ସେ ତ ଆସିଯିବ। ଯଦି ଆମେ ଲାଇଟ୍ ଅଫ୍ କରିକି ଶୋଇବା, ତାହେଲେ ସେ କେମିତି ଆସିବ? ତାପରେ ଦାଦିମା ଆସୁଥିବେ ଆଉ ପଲ୍ଲବୀକୁ କହିବେ, ଜାଣିଛୁ, ତୋ ଶାଶୁ ନା ମୋତେ ଭାରି ଡରେ। ଆଉ ସେ ଯଦି ଏ ଦୁନିଆରେ କାହା କଥା ଶୁଣେ, କେବଳ ମୋ କଥା। ହଁ, ଆଉ ଶୁଣ, ସେ ଯଦି ତୋତେ ହଇରାଣ କଲେ ନା, ତୁ ସେ କଥା ମୋତେ ଜଣେଇବୁ। ତାପରେ ଦେଖିବୁ ମୁଁ ତାକୁ କେମିତି ମଜା ଚକଉଛି। ତାପରେ ପଲ୍ଲବୀ କହିବେ, ଦାଦିମା, ଆପଣ ବି ନା। ଏମିତି କହି ଦାଦିମା ରୁବିଙ୍କ ରୁମ୍କୁ ଆସୁଥିବେ। ତାପରେ ରୁବି ନୀଲମକୁ କହିବେ, ଦେଖ, ଶୈତାନର ନାଁ ନେଲୁ, ଶୈତାନ ହାଜିର। ତାପରେ ପଲ୍ଲବୀ ଆଉ ଦାଦିମା ଆସିବେ। ତାପରେ ପଲ୍ଲବୀ ଦାଦିମାଙ୍କୁ କହିବେ, ଦାଦିମା, ଏ ତକିଆ ଆଉ ବ୍ଲାଙ୍କେଟ୍ ମୁଁ ଯେଉଁ ଆପଣଙ୍କ ପାଇଁ ଆଣିଥିଲି, ତାକୁ ମୁଁ କୋଉଠି ରଖିବି? ତାପରେ ଦାଦିମା ରୁବିକୁ କହିବେ, ଆରେ ହେ ଖାଇବା ଚୋରଣୀ, ଆଗ ତ ଅନ୍ୟର ଖାଇବା ଚୋରି କରିକି ଖାଉଥିଲୁ, ଆଉ ଏବେ ସେଜ ବି ଚୋରି କରି ସାରିଲୁଣି। ଏ ଖାଇବା ଚୋରଣୀ ଝିଅ, ତମେ ମା ଝିଅ 2ଟା ମିଶି ଏ ବେଡ୍ ପୁରା ମାଡ଼ି ବସିଲଣି। ଆଉ ମୁଁ କୋଉଠି ଶୋଇବି? ହାଁ? ହେ, ତମେ 2 ଜଣ କ'ଣ ଶିଷ୍ଟାଚାର ଜାଣିନ? ଘରେ ଯଦି କୌଣସି ଅତିଥି ଆସିଥାନ୍ତି, ଆଗ ତାକୁ ଜାଗା ଛାଡ଼ିଦେବା ଦରକାର।